କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ଜୀବନରେ କାହାକୁ ଈର୍ଷା କରନ୍ତୁ ନାହିଁ। ପାରୁଛନ୍ତି ତ ଅନ୍ୟକୁ ଭଲ ପାଇବା ଦିଅନ୍ତୁ, ଅନ୍ୟକୁ ଧନ୍ୟବାଦ ଜଣାନ୍ତୁ। ଆପଣଙ୍କୁ କିଏ ଯଦି କେବେ ସାହାଯ୍ୟ କରିଛି ତେବେ ତାର କୃତଜ୍ଞ ହୁଅନ୍ତୁ। ଏ କାହାଣୀ ହେଉଛି ଜଣେ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ମାଲିକର ଏବଂ ଜଣେ ଗରିବ ଲୋକର। ଏ ହେଉଛନ୍ତି ସହରର ଜଣେ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ମାଲିକ। ତାଙ୍କ ରେଷ୍ଟୁରାଣ୍ଟକୁ ପ୍ରତିଦିନ ଶହ ଶହ ଲୋକ ଖାଇବାକୁ ଆସନ୍ତି। ପ୍ରତ୍ୟେକ ସମୟରେ ଭିଡ଼ ଲାଗି ରହେ। ଲୋକମାନେ ଆସନ୍ତି, ଅନେକ ସମୟ ଠିଆ ହେବାକୁ ପଡ଼େ, ତାପରେ ଯାଇ ତାଙ୍କୁ ଖାଇବାକୁ ମିଳେ। ସୁନ୍ଦର ଖାଇବା ବୋଲି ଚାରିଆଡ଼େ ନା। ଜଣେ ଭଦ୍ରବ୍ୟକ୍ତି ପ୍ରତ୍ୟେକ ଦିନ ସେହି ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ମଧ୍ୟ ଆସନ୍ତି। ସେ ଲକ୍ଷ୍ୟ କଲେ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଆସୁଛି, ଟେବୁଲରେ ବସୁଛି, ଖାଇବା ଅର୍ଡ଼ର ଦେଉଛି, ଖାଉଛି ଏବଂ ଭିଡ଼ର ସୁଯୋଗ ନେଇ ଚୁପ୍ କିନା ପଇସା ନ ଦେଇ ସେ ବାହାରି ଚାଲିଯାଉଛି। ଦିନେ ନୁହେଁ, 2 ଦିନ ନୁହେଁ, ସବୁଦିନ ଏପରି ଘଟଣା ଘଟୁଥିଲା। ଏ ଭଦ୍ରବ୍ୟକ୍ତିଙ୍କର ଏକଥା ମନକୁ ସହ୍ୟ ହେଲା ନାହିଁ। ଏକଥା ରେଷ୍ଟୁରାଣ୍ଟ ମାଲିକକୁ ଜଣାଇବେ ବୋଲି ଚିନ୍ତା କଲେ, କିନ୍ତୁ ସବୁବେଳେ ଭିଡ଼ ଲାଗି ରହୁଥିବାରୁ ସେ ହୋଟେଲ ମାଲିକକୁ ଏ ବିଷୟରେ କହିପାରନ୍ତି ନାହିଁ। ଦିନେ ଦେଖିଲେ ଖାଇବା ସମୟରେ ଭିଡ଼ ଟିକେ କମ୍ ଅଛି, ଆଉ ରେଷ୍ଟୁରାଣ୍ଟ ମାଲିକଙ୍କ ପାଖରେ କଥା କହିପାରିବାର ସୁଯୋଗ ପାଇଲେ। ତ ସେ ଯାଇ ରେଷ୍ଟୁରାଣ୍ଟ ମାଲିକକୁ କହିଲେ, ମୋର ଗୋଟେ କଥା କହିବାର ଅଛି। ଆପଣ ଦେଖନ୍ତୁ, ଆପଣଙ୍କ ରେଷ୍ଟୁରାଣ୍ଟ ଖୁବ୍ ଭଲ ମଧ୍ୟ ଚାଲୁଛି। ଆପଣଙ୍କର ଖାଇବା ଖୁବ୍ ସୁନ୍ଦର ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର। ତେବେ ଗୋଟେ ଜିନିଷ ମୁଁ ଦୀର୍ଘଦିନ ହେଲା ଲକ୍ଷ୍ୟ କରୁଛି, ଜଣେ ଭଦ୍ରବ୍ୟକ୍ତି ଆସୁଛନ୍ତି, ଖାଉଛନ୍ତି ଏବଂ ଏ ଭିଡ଼ର ସୁଯୋଗ ନେଇ ଚୁପକିନା ବାହାରି ଚାଲି ଯାଉଛନ୍ତି। ସିଏ ଆପଣଙ୍କର ପଇସା ମଧ୍ୟ ଦେଉନାହାନ୍ତି। ରେଷ୍ଟୁରାଣ୍ଟ ମାଲିକ ଟିକେ ହସିଦେଲେ ଏବଂ ଭିଡ଼ କମ୍ ହେବା ପରେ କହିଲେ, ଦେଖନ୍ତୁ, ସେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଖାଇ ଏଠୁ ଚାଲିଯାଉଛି, ପଇସା ଦେଉନାହିଁ, ଏକଥା ମୁଁ ଜାଣେ, କିନ୍ତୁ ମୁଁ ତାକୁ ଯିବାକୁ ଦେଉଛି। ପ୍ରଥମେ ଜାଣିବାକୁ ଚାହିଁଲି ସେ ଲୋକଟି କିଏ ଏବଂ ଯାଇ ଦେଖିଲି ଏଇ ଯେଉଁ ପାଖରେ ଯେଉଁ ଛକ ଅଛି, ସେଇ ଛକରେ ସେ ଭିକ ମାଗୁଛି। ତା ପାଖରେ ରହିବା ପାଇଁ ଘର ନାହିଁ, ସେଇ ଛକରେ ମଧ୍ୟ ସେ ଶୋଉଛି। ମୋ ରେଷ୍ଟୁରାଣ୍ଟ ବାହାରେ ମଧ୍ୟ ଅନେକ ସମୟରେ ସେ ଶୁଏ। ବହୁତ ସମୟରେ ଲକ୍ଷ୍ୟ କରିଛି ଏଇ ଯେଉଁ ଭିଡ଼ ମୋ ଦୋକାନରେ ହେଉଛି, ଇଏ କେବଳ ତାରି ପାଇଁ। ଭଦ୍ରବ୍ୟକ୍ତି ଆଶ୍ଚର୍ଯ୍ୟ ହେଲେ, ଏ ଭିଡ଼ ତା ପାଇଁ କେମିତି? এই ପ୍ରଶ୍ନର ଉତ୍ତର ସେ ଜାଣିବାକୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଆଗ୍ରହ ପ୍ରକାଶ କଲେ। ତେବେ ରେଷ୍ଟୁରାଣ୍ଟ ମାଲିକ କହିଲେ ଯେ ଏଇ ଯେଉଁ ଭିଡ଼ ହେଉଛି, ମୁଁ ଅନେକ ସମୟରେ ଦେଖିଛି ଏ ଲୋକ ଜଣକ ଭଗବାନଙ୍କୁ ପ୍ରାର୍ଥନା କରେ ଯେ ହେ ଭଗବାନ, ଭିଡ଼ ଟିକେ ଜୋର ହେଲେ ମୁଁ ସେଇ ସୁଯୋଗ ନେଇ ହୋଟେଲରେ ଯାଇ ଖାଇ ଆସିବି, ମୋ ପେଟ ଟିକେ ପୁରିଯିବ। ସିଏ ଭଗବାନଙ୍କୁ ଡାକିବାରୁ ମୋ ହୋଟେଲରେ ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି, ମୋ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଲୋକଙ୍କର ଭିଡ଼ ଜମୁଛି। ତେଣୁ ଏଇ ଯେଉଁ ଭିଡ଼ ଦେଖୁଛନ୍ତି ବା ଆଜି ମୋର ଯେଉଁ ହୋଟେଲର ବୃଦ୍ଧି ହେଇଛି, ଇଏ କେବଳ ସେଇ ଲୋକ ପାଇଁ। ତେଣୁ ମୁଁ ତା ପାଖରେ ଋଣୀ। ତେଣୁ ସିଏ ଯଦି ଆସି କ'ଣ ଖାଇଦେଇକି ଯାଉଛି, ସେଥିପାଇଁ ମୋର ମନ ଦୁଃଖ କରିବାର କିଛି ନାହିଁ। ହଁ ଶ୍ରୋତା ବନ୍ଧୁ,